ମାଛ ଭୋଗ ବି ମୁଁ ଖାଇସାରିଛି। ଆଉ ସବୁ ସୁଖବର ଯେପରି ଗୋଟେ ରାଜା ପ୍ରଜାମାନଙ୍କର ଐଶ୍ୱର୍ଯ୍ୟ ଭୋଗ କରିବା କଥା ସବୁ ମୁଁ କରିସାରିଛି। ତମେ ଆଉ ପିଲେ ମାତ୍ର ଦୁଃଖ କର ନାହିଁ କି ମୋତେ ଆଉ କାଳି ସହ ଯୁଦ୍ଧ କରିବା ପାଇଁ ରଣପଟାକୁ ଛାଡ଼ ନାହିଁ। ମୈତ୍ର ଇଏ ପିଣ୍ଡରେ ପ୍ରାଣଟିଟା ମୋ ପାଇଁ ବହୁତ ମୂଲ୍ୟବାନ। ମୋତେ ଆଉ ଛାଡ଼ ନାହିଁ ରଣପଟାକୁ। ମୈତ୍ର ଯୁଦ୍ଧ ପାଇଁ ମୁଁ ଯିବାକୁ ଚାହେଁ। ମୁଁ ତ ଆପଣଙ୍କୁ କହିଲି ନା ଆପଣଙ୍କ ଶରୀର ଏବଂ ବାଲ୍ୟ ଶରୀର କେତେ ସମାନ ଯେ ମିତ୍ର ବଦ୍ଧ ବା ଆଶଙ୍କାରେ ମୁଁ ବିଘ୍ନ ସହିତ ଚାଳନ କରିବା ମୋ ପକ୍ଷେ ଅସମ୍ଭବ ହେଲା। ମୈତ୍ର ଏ ରାମ ଆପଣଙ୍କୁ ଏକ ସୁଯୋଗ ମାଗୁଛି। ଆପଣ ଆଉ ଏକ ସୁଯୋଗ ମୋତେ ଦିଅନ୍ତୁ। ମୁଁ ଆପଣଙ୍କୁ ଏଥର ଗୋଟେ କଥା ଦେଉଛି। ବାଲିକୁ ବଦ୍ଧ କରିବା ସୁନିଶ୍ଚିତ। ମୈତ୍ର Thank you.
ଏ ମୋ ତୀକ୍ଷ୍ଣ ସହାୟକ ବାଲିଶ କମଳକୁ ଭେଦ କରି ମୋର ମିତ୍ରଙ୍କର ପ୍ରତିଶୋଧ ନିଅ। ଯାଅ ତିଆରିବାକୁ କହିଲେ ପ୍ରଭୁ କୂଳନାୟକ ଆରେ ଉଡ଼େ ବାଜି ଉଠେ ଧରିବୁ ବଜିକେ ନିଶାୟକ ଆରେ ବାର ବାଜୁତେ ବାରି ଉଠେ ରେ ସବୁ ଧରି ପଡ଼ିଲା ନାରାୟଣ ପ୍ରଭୁ ଠିକ ଅଛି ଶୁଣ ହେ ସୁଜନ ଜନ
ମୁଁ ମୋର ଆପଣଙ୍କୁ ପରିଚୟ ପ୍ରଦାନ କରୁଛି। ହେ ବାନରରାଜ, ଅଯୋଧ୍ୟା ଦେଶର ରାଜନ ମୋ ପିତାଶ୍ରୀଙ୍କର ନାମ ହେଉଛି ଦଶରଥ ଏବଂ ମୋ ମାତାଙ୍କର ନାମ ହେଉଛି କୌଶଲ୍ୟା। ମୋ ପିତାଶ୍ରୀଙ୍କର ନାମ ହେଉଛି ଦଶରଥ, ମୋର ନାମ ହେଉଛି ରାମଚନ୍ଦ୍ର। तुझे प्रबल होइले पृथ्वी मण्डल पृथ्वी मण्डल अरे तेनु कोई गुहारी जे पड़े आखंड दया होई जे तेनु मोर अवतार हे बानरराज, ଯେତେବେଳେ ପୃଥିବୀ ପୃଷ୍ଠରେ ପାପର ଭାର ବଢିବାକୁ ଲାଗେ, ଅସୁର ମାନଙ୍କର ଉଦ୍ଧୃତ୍ୟ ବୃଦ୍ଧି ହେବା ପାଇଁ ଲାଗେ, ସେହି ସମୟରେ ମୁଁ କ୍ଷୀରାବ୍ଧି ତଟକୁ ପରିତ୍ୟାଗ କରି ବିଭିନ୍ନ ରୂପରେ ଅବତୀର୍ଣ୍ଣ ହୋଇଥାଏ ଧରାଧାମରେ। ସେହିପରି ତ୍ରେତୟା ଯୁଗରେ ରାମ ରୂପରେ ଅବତୀର୍ଣ୍ଣ ହୋଇଛି ଏକ ରାଜବଂଶରେ। अरे भाई भारी जगुगे नी मनोबांध करी मनोबांध करी अरे मीरा भगवंत करू मनोमति श्रीधीरा के आई सोहिते सौकारी सारुगे हे ବାନରରାଜ, ପିତୃ ସତ୍ୟକୁ ପାଳନ କରି ମୁଁ 14 ବର୍ଷ ପାଇଁ କଣ୍ଟକିତ ପଥର ପଥିକ ହେଲି। ମୋ ସତ୍ୟକୁ ଆଦରି ନେଇ ମୋ ସଙ୍ଗତରେ ସାନୁଜ ଲକ୍ଷ୍ମଣ ଏବଂ ମୋର ପତ୍ନୀ ସୀତା ମଧ୍ୟ ରଣ୍ୟକୁ ଆସିଲେ। ଯେତେବେଳେ ପଞ୍ଚବଟୀରେ ବାସ କରିଥାଏ, ସେତେବେଳେ ଲଙ୍କପତି ରାବଣ ତାର ପାପାଚାରୀ ରାବଣ ତାର ମାୟାକୁ ବିସ୍ତାର କରି ମୋର ସୀତାଙ୍କୁ ପଞ୍ଚବଟୀର ଗ୍ରହଣ କରି ନେଇଗଲା। हे ବାନରରାଜ, ଲଙ୍କପତି ରାବଣ ତାର ମାୟାକୁ ବିସ୍ତାର କରି ଏକ ସୁବର୍ଣ୍ଣ ନିର୍ମିତ ମୃଗକୁ ମୋର ପର୍ଣ୍ଣଶାଳାର ବଲି ପ୍ରାଙ୍ଗଣରେ ବିହରଣ କରିବା ପାଇଁ ଛାଡ଼ିଦେଲା। ସେ ମୃଗକୁ ଦେଖି ମୋର ପତ୍ନୀ ସୀତାଙ୍କର ମନ ଲୋଭାସକ୍ତ ହୋଇଥିଲା। ପତ୍ନୀର ଲାଳସାକୁ ଚରିତାର୍ଥ କରିବା ପାଇଁ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଯାଇଥିଲି ମୃଗକୁ ବଧିବା ନିମନ୍ତେ। ସେ ମୃଗକୁ ବଧିବା ପରେ ସେ ମୃଗର ମୁଖରୁ ନିଃସୃତ ହେଲା ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ଏଇଭଳି ତ୍ରିବାର ଶବ୍ଦ। এই ত্রিবার সত্যକୁ ପାଠେୟ କରି ମୋର ସାନୁଜ ଲକ୍ଷ୍ମଣ ମୋତେ ବିପତ୍ତି ପଡ଼ିଛି ବୋଲି ଭାବି ମୋ ନିକଟକୁ ଚାଲି ଆସିବା ପରେ ଆମ ଦ୍ୱୟ ଭ୍ରାତାଙ୍କ ଅନ୍ତରରେ ସୁବର୍ଣ୍ଣ ସୁଯୋଗ ନେଇ ଲଙ୍କାର ପାପାଚାରୀ ରାବଣ ପଞ୍ଚବଟୀ ଅରଣ୍ୟରୁ ସୀତାଙ୍କୁ ହରଣ କରି ନେଇ ଚାଲିଗଲା। ସୀତାଙ୍କର ବିଚ୍ଛେଦରେ ମୁଁ ବାଟର ପ୍ରାୟ ଅରଣ୍ୟ ମଧ୍ୟରେ ବୁଲୁଥିବା ସମୟରେ ଶେଷରେ ଋଷ୍ୟମୁଖ ପର୍ବତରେ ଆସି ବସତି ସ୍ଥାପନ କରିଥିବା ସମୟରେ ମୋର ମୈତ୍ର ସୁଗ୍ରୀବଙ୍କ ସାଙ୍ଗରେ ମୈତ୍ରତା ସ୍ଥାପନ ହେଲା। ଯେହେତୁ ଆପଣ ହେଉଛନ୍ତି ମୋର ମୈତ୍ରଙ୍କର ଶତ୍ରୁ, ତେଣୁକରି ମୋର ମଧ୍ୟ ଶତ୍ରୁ। ଏହା ଚୋରି ବୋଇଲା ରେ କିତିନ୍ଦାଇ ଚୋର ହେ କିତିନ୍ଦାଇ ଚୋର ଆଏ ଦେଉ ଉଠେ କିତି କରି ଖୋଇଲେ ସାଗର ଏହି କୂଳେ ଯେ ଜନମୀ ଚକ କଲ୍ୟାଉ ରେ हे दशरथ नंदन श्रीराम किष्किंधाधिपति बालीर प्रणाम ग्रहण करंतु। सूर्य कुल रत्न आर्य शिरोमणि श्रीराम
रघुकुलनंदन श्रीराम, सीताकांत श्रीराम, दशरथनंदन श्रीराम, आपण सही राम ना? हे प्रभु रामचंद्र, आपण बनवासी हेले सत्य, हेले प्रभु ए सामान्य वृद्ध बानर आपणकर की दोष करिथिला? आपण काहेकि एक वृक्ष ओहारे लुकायित भाव रही ए वृद्ध बानर शरीर को आपण तीक्ष्ण सहायक को निकट कले? प्रभु आपणकर हेउछन्ति सूर्य वंशर दायद, आपणकर हेउछन्ति दशरथ नंदन ज्येष्ठ पुत्र श्रीराम। प्रभु आपणक पूर्वरु आपणकर ए सूर्य वंशरे अनेक राजा माने जन्म ग्रहण करी एक कीर्तिमान सदृश्य स्तंभ को ए मर्त्य छाड़ी दे जाइछन्ति। अनेक कीर्तिमान अर्जन करिछन्ति जहा कि आज पर्यंत इतिहास रचित होई रहिछि। हेले प्रभु आपण सेही वंशरे जन्म ग्रहण करी कौन कले? काहे कि आपण गोटाए वृद्ध कपि को निहत करी आपण का वंशरे कलंक लगाई देले। परम ब्रह्म मर्यादा पुरुषोत्तम प्रभु रामचंद्र, मु आपण को कौन अधिक बुझेबी? मु तो सामान्य गोटे वृद्ध बानर, तथापि प्रभु मु आपण को वंशर राजा मानकर किछिटा उदाहरण आपण को देउछि। प्रभु आपण को वंशरे सगर नामक राजा जन्म ग्रहण करिथिले, जहांकर 60,000 पुत्र थिले। सेही सगर राजार पुत्र माने ए मध्य मंडल रे सागर को खनन करी एक अकीर्ति सदृश स्तंभ को दंडायमान कर दे स्वर्ग को चले जाइछन्ति। प्रभु आहुरी एक राजंग कथा मु कहूछि, आपण को वंशरे दिलीप नामक राजा जन्म ग्रहण करिथिले। से अपुत्रिक थिले, पुत्रटिए पाइबा पाई से अनेक तपस्या यज्ञ करिथिले। वशिष्ठंकर कथा अनुसार से पुत्र पाइबा पाई हेले घर अरण्य मध्य को जाई तांकर पत्री सुदीक्षिणा को साथी रे नहीं गो माता नंदिनी को पूजार्चना करिथिले। कथा थिला गो माता कामधेनु नंदिनी को यदि पूजार्चना सेवा करी संतुष्ट करि पारिबे ताहाले तांकर निश्चित भाव रे पुत्र संतान जन्म हेबो। तांकरी कथा को पाथाय करी घर अरण्य मध्य रे जाई अनेक दिन कामधेनु नंदिनी को से सेवा करिथिले, तपस्या करिथिले। शेषरे नंदिनी तांको परीक्षा करबा को जाई एक सिंह रूप को धारण करिथिले एवं कामधेनु को भक्षण करबा पई जानते दिलीप राजा तत्क्षणात सामना को चली आसिले। कहले सिंह महाराज कामधेनु को छाड़ी देई आपनकर क्षुधा को निर्वारण करबा निमंते मते भक्षण करंतु, मते भक्षण करंतु। कामधेनु नंदिनी तांको ऊपर संतुष्ट होई संगे संगे तांको पुत्र हेबा पई वर देइथिले, जहा फल रे से रघु नामक एक पुत्र को जन्म ग्रहण करिथिले। से भली राजा आपनक वंश रे जन्म ग्रहण करी अनेक कीर्तिमान आज छाड़ी दे चली जाइछन्ति। प्रभु सीताकांत, हे प्रभु परम ब्रह्म पुरुषोत्तम रामचंद्र, आपण वंश रे आउरी को राजा मध्य जन्म ग्रहण करथिले जे हेउछन्ति अज
ଆଉ ଇକ୍ଷ୍ୱାକୁଙ୍କ ପତି ଯାହାଙ୍କ ପାର୍ଶ୍ୱରେ এই ମା ଧରିତ୍ରୀ ସଦା ସର୍ବଦା ଶୋଭା ପାଉଥିଲା। ପ୍ରଭୁ ଅଯୋଧ୍ୟାର ଚକ୍ରବର୍ତ୍ତୀ ସମ୍ରାଟ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ର ଆପଣ ହେଉଛନ୍ତି ଶ୍ରୀରାମ। ଆପଣ ସେଇ ବଂଶରେ ଜନ୍ମ ଗ୍ରହଣ କରି କାହିଁକି ଗୋଟାଏ ବୃଦ୍ଧ କପିକି ନିହତ କରି ଆପଣଙ୍କ ବଂଶରେ କଳଙ୍କ ଲଗେଇଲେ ପ୍ରଭୁ?